କାଦୁଅବନ୍ଦୀ ଗ୍ରାମରେ ଗଭୀର କୂଅ ମଧ୍ୟରୁ ଗାଈକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଯୁବକ ଆହତ। ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଦୁଅବନ୍ଦୀ ଗ୍ରାମରେ ଗଭୀର କୂଅ ମଧ୍ୟରୁ ଗାଈକୁ ଉଦ୍ଧାର କରିବାକୁ ଯାଇ କୂଅ ମଧ୍ୟରେ ପଡ଼ି ସ୍ଥାନୀୟ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବୁଧବାର ଅପରାହ୍ନ 5 ଘଟିକା ସମୟରେ କାଦୁଅବନ୍ଦୀ ଗ୍ରାମରେ ରତିକାନ୍ତ ମହାନ୍ତଙ୍କ ଗଭୀର କୂଅ ମଧ୍ୟରେ ଏକ ଗାଈ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ସେହି ଗଭୀର କୂଅ ମଧ୍ୟରୁ ସ୍ଥାନୀୟ ଲୋକେ ଫସି ରହିଥିବା ଗାଈକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଉଦ୍ଧାରକାରୀ ସ୍ଥାନୀୟ ଯୁବକ କୁଶ ମହାନ୍ତ ଭାରସାମ୍ୟ ହରାଇ କୂଅ ମଧ୍ୟରେ ଖସି ପଡ଼ି ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗଭୀର କୂଅ ମଧ୍ୟରେ ଫସି ରହିଥିବା ଯୁବକ ଗାଈକୁ ଉଦ୍ଧାର କରିବାରେ ବିଫଳ ହୋଇ ତୁରନ୍ତ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ଦମକଳ ବାହିନୀର ଅଧିକାରୀ ରଜନୀକାନ୍ତ ସାମଲ ଏକ ସ୍ୱତନ୍ତ୍ର ଟିମ୍ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଉପାୟରେ ରତିକାନ୍ତ ମହାନ୍ତଙ୍କ ଗଭୀର କୂଅ ମଧ୍ୟରୁ ଫସି ରହିଥିବା ଆହତ ଯୁବକ ଓ ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଦମକଳ ବାହିନୀର କର୍ମଚାରୀମାନଙ୍କର ଏପରି ସାହସିକତା କାର୍ଯ୍ୟକୁ ସ୍ଥାନୀୟ ଲୋକେ ସାଧୁବାଦ ଦେଇଛନ୍ତି।